ପକ୍ଷେ ସେ ହେଉଛନ୍ତି ଗୁରୁ। ସେଥିପାଇଁ କୁହାଯାଏ ଗୁରୁ ହେବେ ଶିଷ୍ୟ ପରାୟଣ, ଶିଷ୍ୟ ହେବେ ଗୁରୁ ପରାୟଣ, ଗୁରୁ ହେବେ ଶିକ୍ଷା ପରାୟଣ, ଶିକ୍ଷା ହେବା ସେବା ପରାୟଣ। ଏତିକି ପବିତ୍ର ଗୁରୁ ଦିବସ ଗୁରୁ ଶିଷ୍ୟ ପରମ୍ପରାର ଏକ ପବିତ୍ର ବନ୍ଧନର ଦିନ ଏବଂ ଏହି ଦିନ ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କର ଜନ୍ମଦିନ। ଯେଉଁମାନେ ଜାଣିଛ ଏକ ସାଧାରଣ ଗରିବ ପରିବାରରେ ରାଧାକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ରଠାରୁ ପ୍ରାୟ 60 କିଲୋମିଟର ପାଖାପାଖି ଗୋଟେ ଗାଁରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କର ବାପା ଥିଲେ ଜଣେ ପୁରୋହିତ, ଯିଏକି ପୂଜା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ଏବଂ ପୂଜା କରି ପରିବାର ପ୍ରତିପୋଷଣ କରିବା ଏବଂ ଇଂରେଜ ଶାସନାଧୀନ ଭାରତ ବର୍ଷରେ ସେତେବେଳେ ଯେଉଁ ଶିକ୍ଷାର ଅଭାବ ଥିଲା ସେ ସମୟରେ ତାଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ତାଙ୍କ ବାପାଙ୍କ ପକ୍ଷରେ କଷ୍ଟକର ଥିଲା। ତେଣୁ ଖ୍ରୀଷ୍ଟିଆନ ମିଶନାରୀମାନଙ୍କର ବିଦ୍ୟାଳୟରେ ପାଠ ପଢ଼ି ସେ ଭବିଷ୍ୟତରେ ବଡ଼ ମଣିଷ ହୋଇଥିଲେ। ଜନ୍ମଦିନକୁ 2 ଦିବସ ଭାବରେ ପାଳନ କରୁছে, କିନ୍ତୁ ସେ ପ୍ରକୃତରେ ଜଣେ ଶ୍ରେଷ୍ଠ ଛାତ୍ର ଥିଲେ। ଅଭାବ ଅସୁବିଧା ମଧ୍ୟରେ ଯେଉଁଟାକି ଆମେ କହିବା ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସେ ପାଠ ପଢ଼ି ସବୁଥିରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ଖ୍ରୀଷ୍ଟିଆନ ମିଶନାରୀ ସ୍କୁଲରୁ ପଢ଼ିଥିଲେ, ସେମାନଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ କଲେଜରେ ପଢ଼ିଥିଲେ ଏବଂ ବିଶ୍ୱବିଦ୍ୟାଳୟରେ ମଧ୍ୟ ପଢ଼ିଥିଲେ। ତେଣୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ଯେଉଁ ଫାଷ୍ଟ ଡିଭିଜନ ଯେତେ ପିଲା ରଖିଥିଲେ ସେମାନଙ୍କ ଭିତରେ ପ୍ରଥମ ଥିଲେ। ତେଣୁ ଛାତ୍ର ହିସାବରେ ସେ ମଧ୍ୟ ସର୍ବଶ୍ରେଷ୍ଠ ଥିଲେ। ଯାହା ସେ ପଢ଼ୁଥିଲେ ତାହା ସହଜରେ ମନେ ରହୁଥିଲା, ତାଙ୍କର ସ୍ମରଣ ଶକ୍ତି ଅତି ପ୍ରଖର ଥିଲା। ତେଣୁ ତମକୁ ସବୁ ସୁବିଧା ଯୋଗାଇ ଦିଆଯାଉଛି, ତଥାପି ତୁମେମାନେ ସେହି ସୁବିଧା ଆଉ ସୁଯୋଗର ଉପଯୁକ୍ତ ସଦ୍ବ୍ୟବହାର କରୁନ। ଅଭାବ ଅସୁବିଧା ମଧ୍ୟରେ ଥାଇ ତମେ ଯଦି ଲକ୍ଷ୍ୟ ଦୃଢ଼ କରିବ, ତମେ ଯଦି ଅଧ୍ୟବସାୟ କରିବ, ଚେଷ୍ଟା କରିବ, ନିଶ୍ଚିତ ଭାବରେ ତମେ ଭବିଷ୍ୟତରେ ଜଣେ ସଫଳ ଛାତ୍ର ହୋଇପାରିବ। ତମର ଜୀବନ ନିଶ୍ଚିତ ଭାବରେ ଉଜ୍ଜ୍ୱଳ ହୋଇପାରିବ। ସେ ଛାତ୍ର ଦର୍ଶନ ଶାସ୍ତ୍ର MA ପାସ୍ କରିବା ପରେ ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରେ, ଯେତେବେଳେ ମାନ୍ଦ୍ରାଜ ବର୍ତ୍ତମାନ ତା ନାମ ଅଛି ଚେନ୍ନାଇ, ସେଇଠି ସେ ଦର୍ଶନ ବିଭାଗର ଅଧ୍ୟାପକ ହୋଇଥିଲେ 1909ରେ ଏବଂ 1917ରେ ସେ ପ୍ରଫେସର ହେଲେ ଏବଂ ତାହାପରେ ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରୁ ସେ ଯାଇଥିଲେ ମହୀଶୂର କଲେଜକୁ ସେ ଅଧ୍ୟାପକ ହିସାବରେ, ମହୀଶୂର କଲେଜରୁ କଲିକତା ବିଶ୍ୱବିଦ୍ୟାଳୟରୁ ପରବର୍ତ୍ତୀ ସମୟରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଏକାଥରକେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଯେଉଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦୁଇଟି କାମ କରୁଥିଲେ। କେବଳ ଭାରତ ବର୍ଷରେ ନୁହେଁ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ମଧ୍ୟ ସେ ଯାଇ ଅଧ୍ୟାପନା କରୁଥିଲେ, ମାନେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ଏବଂ ସେ ଡକ୍ଟରେଟ୍ ଲାଭ କରିଥିଲେ ଭାରତର ବିଶ୍ୱବିଦ୍ୟାଳୟରୁ, କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟରୁ ନୁହେଁ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ରୁଷ ଦେଶର ରାଷ୍ଟ୍ରଦୂତ ହୋଇଥିଲେ ଏବଂ ଭାରତର ପ୍ରଥମ ଉପରାଷ୍ଟ୍ରପତି ହୋଇଥିଲେ 1949 ମସିହାରେ ଏବଂ ଭାରତର ପ୍ରଥମ ରାଷ୍ଟ୍ରପତି ଯିଏ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସେ 2 ଥର ରାଷ୍ଟ୍ରପତି ହେବା ପରେ 3ୟ ଥର ମନା କଲେ ଏବଂ ଇଏ ହେଇଥିଲେ ଭାରତର 2ୟ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଶୀଘ୍ର ଅବସର। ତେଣୁ ଏତେ ବଡ଼ ପଦପଦବୀରେ ଥାଇ ଜଣେ ଶ୍ରେଷ୍ଠ ଗୁରୁ ଭାବରେ ସେ ଯେତେବେଳେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ, ସେ ଅତି ସରଳ ପ୍ରାଞ୍ଜଳ ଭାବରେ ଦର୍ଶନ ଶାସ୍ତ୍ରର କଠିନ ବିଷୟବସ୍ତୁମାନଙ୍କୁ ଅତି ସହଜ ଭାବରେ ବୁଝାଉଥିଲେ। ଛାତ୍ରମାନଙ୍କ ଅତି ପ୍ରିୟ ପାତ୍ର ଥିଲେ। ଯେଉଁମାନେ ଅଭାବୀ ଛାତ୍ର ଥିଲେ ସେମାନଙ୍କୁ ପୁସ୍ତକ କିଣି ତାଙ୍କର ଅଭାବ ଅସୁବିଧା ମେଣ୍ଟାଉଥିଲେ, ସାହାଯ୍ୟ କରୁଥିଲେ। ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ, ଜଣେ ବିଶିଷ୍ଟ ଜନନେତା ଭାବରେ ତାଙ୍କର କାର୍ଯ୍ୟକଳାପ ନିଶ୍ଚିତ ଭାବରେ ଇତିହାସରେ ସ୍ମରଣୀୟ ହୋଇ ରହିବ। ତେଣୁ ତାଙ୍କର ଜୀବନକୁ ଆମେ ଲକ୍ଷ୍ୟ କରିବା, ଏତେ ଅଭାବ ଅସୁବିଧାରେ ଥାଇ ସେ ଯଦି ପାଠ ପଢ଼ି ଜଣେ ଭଲ ମଣିଷ ହୋଇପାରିବେ, ସାରା ବିଶ୍ୱରେ ଜଣେ ବିଶ୍ୱବିଖ୍ୟାତ ଦାର୍ଶନିକ ହୋଇପାରିବେ, ଜଣେ ରାଜନୀତିଜ୍ଞ ହୋଇପାରିବେ, ଜଣେ ବିଶିଷ୍ଟ କୂଟନୀତିଜ୍ଞ ହୋଇପାରିବେ, ଜଣେ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଏବଂ ପ୍ରଶାସକ ହୋଇପାରିବେ, ତାହେଲେ ଆମେ ଏତେ ସୁବିଧା ସୁଯୋଗ ପାଇକି, ଏତେ ସୁବିଧା ସୁଯୋଗ ଲାଭ କରି ଆମେ କାହିଁକି ଭବିଷ୍ୟତରେ ଭଲ ମଣିଷ ହୋଇପାରିବାନି? ତାଙ୍କ ସମ୍ପର୍କରେ ଗୋଟେ ଛୋଟିଆ କବିତା ଲେଖିଥିଲି। କବିତାର ନାଁ ହେଉଛି
सर्वपल्ली राधाकृष्ण। नाम सर्वपल्ली राधाकृष्ण पाइथिले पिला दिने कष्ट आधुनिक आंध्र तिरुभानी गाँ थिला ताहांकर जन्मपीठ। वीरस्वामी थिले तांको पिता नथिला आर्थिक स्वच्छलता पढ़ी पाठ बहुत कष्टे होइथिले से जगत जीता। दर्शन शास्त्र दार्शनिक हेले से कॉलेज अध्यापक पाउथिले भल छात्र सहकर्मी अनेक कॉलेज कर्तृपक्ष हेले प्रोफेसर कुलपति राष्ट्रदूत उपराष्ट्रपति जातिसंघ शिक्षा विज्ञान संस्कृति परिषदर से सभापति राष्ट्रपति पद अलंकृत निर्द्वंद्व हुई निर्वाचित भारतीय नीति आदर्श संस्कृति प्रचार करी से हेले ख्यात। गुरु गुरुजन शिक्षाविधि जन्मदिन कले समर्पित गुरु दिवस गुरु पୟରେ କରୁଅଛି ଆଜି प्रणिपात କରୁଅଛି ଆଜି प्रणिपात ରହିଲେ। गुरु को से अमान्य कर पारे कि बोले छात्र होइतिबे जे कि गोटे देश महाराज से भिक्षुक बेसरे थाल धरिकी हाथ में भिक्षा थाल धरिकी भिक्षा मांगी गुरु आदेश एटा होची गुरु परायण। तुम जे कही झील मैंने के शिक्षक हे छात्र परायण छात्र हे गुरु परायण। गुरु परायण बोले परायण शब्द अर्थ बुझ गुरु मन के जब जानीगला तीन प्रकार छात्र था मुझे भागवत में लिखाई पितार मन जानी करे उत्तम पुत्र से व्यवहारे पितार मन जानी अर्थात गुरु मन जानी जे करबे क्लास हे जीवा चलो आगे आसबे न बोली पिला क्लास के आला हे उत्तम पिला एबे आगे ए कामटा कहबे आपको वर्गी में चालू कर दे मान दी बोला से आला उत्तम पिला पितृवाक्य जे मानई मध्यम बोली ताको कही आज्ञा वर्गीला करे जे पिला काम कला से आला मझिया पिला मध्यम पिला सेकंड ग्रेड 50% वाला है। गुरु वचन जेन माने अधम बोली ताको घेने आ गुरु कथा जेनी माला है अधम मेला आ जीवन हे नि उन्नति करि ना पारे से बेला ही उन्नति करि नै पारे जे पिता माता कथा नि माने गुरु कथा नि माने। बड़ सुंदर गुटे पद खाली रामायण अच्छे पिता माता गुरु परम बांधव सदा रखिथिबु मने जीवन रे केबे सुख पाइबुनी एमानक अपमाने। पिता माता गुरु होचंती परम बांधव बांधव फिर ऊपर रेखला परम बांधव आ ईमान को अपमान करी के भी सुख नहीं काटिले मां बाप के दुख देखि गुरु को अपमान करी मैं आगे कहि देली पता नहीं आगे एंता कर देली नाची देली नेगी देली मते का कले से और नहीं गुरु कृपा दृष्टि देंगे बात नहीं है किसी नहीं कर हमें आज किसी और को तो हजार कर कोई दे ये गुरु कृपा रे कर और गुरु आज्ञा गुरु सज्जा रे पड़ी था मोरवा लगे दिले कि दिन तक अगर भो के नीचे उठे के रे दी बोल मोर गुरु ए हम बाबू जी हम अलेक पटेल बनी मोर गुरु थे हमर आगुरे आज्ञा गले बोले राधे से राधे के सोच करसी करिस के बोले ओकरा तार भाषा रे रथ के बोल आज्ञा बोले आज्ञा मोला रथ पकर को के राधे ताकर करी जाते चिंता राधे दिले संगे संग बोले फोन कर राधे तार बोल को के चिन्ह के बाबा तोर नाम पढ़ली जे तोते नुनु के बोले मुझे गली आज्ञा ठीक ताको सेवा कर दिली মই बहुत माने ताकर से बना बड़ा वर्णन करबे मैं पानी बाहर में करा करबे खुरीना भी बाजी के मुझे के मु पानी पढ़ी जीवन में तो बात बात कहसी मु केबे नहीं कहे मैं फर्स्ट क्लास के लिए आगे बसुतले ए प्लस बी रो स्क्वायर कर दोदली ये कर दोदली मु बोलसी है केबे मु केबे नहीं जाने बोली कहसी। अत्याधुनिक युग रे विभिन्न उन्नति एवं अवक्षा हबारे लगी गुरु शिष्य परंपरा कहीं शिष्य मानकर गुरु मान प्रति भक्ति नहीं तो केतेबेले शिष्य मान गुरुंकर छात्र छात्री प्रति सेटेगा स्नेह सहानुभूति आजिका जुगरे तुम ठारो जदि आमे किसी शिखुचु ताहले तुमे माने होछु हमर गुरु आ आम ठारो जदि तुमे किसी भल जिनिस शिखुछ ताहले आमे